ଉନ୍ନତ ଘାସ ଚାଷ ଏବଂ ସଂରକ୍ଷଣ। ତୀରଣ ସୁନ୍ଦର ଗୋରୁ ଅର୍ଥାତ୍ ତୃଣଜାତୀୟ ଖାଦ୍ୟ ବା ଘାସ ଗାଈଗୋରୁଙ୍କର ପ୍ରଥମ ତଥା ପ୍ରଧାନ ଖାଦ୍ୟ। ଉନ୍ନତ କିସମର ଘାସ ଦୁଗ୍ଧ ଉତ୍ପାଦନ ସହିତ ଗୋପାଳନକୁ ଲାଭଜନକ କରିଥାଏ, କାରଣ ଏଥିରେ ଆବଶ୍ୟକ ପରିମାଣର ଶ୍ୱେତସାର, ପୁଷ୍ଟିସାର, ଭିଟାମିନ୍, ଧାତବ ଲବଣ ଇତ୍ୟାଦି ଭରପୁର ଥିବାରୁ ଦୁଗ୍ଧ ଉତ୍ପାଦନ ସହିତ ଗାଈମାନଙ୍କର ସ୍ୱାସ୍ଥ୍ୟ ଠିକ୍ ରହେ। ପ୍ରଜନନ ଦକ୍ଷତା ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଆଜିକାଲି ଜନସଂଖ୍ୟା ବୃଦ୍ଧି ହେତୁ ଚାରଣ ଭୂମିମାନ ବିଭିନ୍ନ ଉପାୟରେ ନିୟୋଜିତ ହୋଇଯାଉଛି। ତେଣୁ ଗାଈ ଗୋରୁଙ୍କର ଘାସର ଆବଶ୍ୟକତା ମେଣ୍ଟାଇବା ପାଇଁ ଘାସ ଚାଷ ହିଁ ଏକମାତ୍ର ବିକଳ୍ପ ପନ୍ଥା। ଏଇଥିପାଇଁ ଯଥାର୍ଥରେ କୁହାଯାଇଛି, ଗାଈ ମୁହଁରେ ଦେଲେ ଘାସ, କ୍ଷୀର ଦୁହିଁବ 12 ମାସ। ଚାଷର ସମୟ ଅନୁସାରେ ଘାସକୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ, ସବୁଦିନିଆ ଘାସ ଏବଂ ଋତୁକାଳୀନ ଘାସ। ସବୁଦିନିଆ ଘାସ ଯେଉଁ ଘାସକୁ ଥରେ ଚାଷ କଲେ ବର୍ଷ ବର୍ଷ ଧରି ଅମଳ ମିଳିଥାଏ, ତାହାକୁ ସବୁଦିନିଆ ଘାସ କୁହାଯାଏ। ସବୁଦିନିଆ ଘାସ ମଧ୍ୟରେ ଆମ ଓଡ଼ିଶାର କୃଷି ଜଳବାୟୁ ପାଇଁ ଶଙ୍କର ହାତିଆ, ଗିନି, କଙ୍ଗୋ ସିଗ୍ନାଲ, ପାରା, ହ୍ୟୁମିଡିକୋଲା ଏବଂ ଷ୍ଟାଇଲୋ ଇତ୍ୟାଦି ଉପଯୁକ୍ତ ଅଟେ। ଅନ୍ୟାନ୍ୟ ଚାଷ ପରି ଜମିକୁ 3 ଓଡ଼ ଗୁଣ୍ଡ ହଳ କରିବା ପରେ ଏକର ପ୍ରତି 10 ଶଗଡ଼ ସଢ଼ା ଗୋବର ଖତ, 100 କିଲୋଗ୍ରାମ ସିଙ୍ଗଲ ସୁପର ଫସ୍ଫେଟ୍ କିମ୍ବା 40 କିଲୋଗ୍ରାମ ଡିଏପି ଏବଂ 20 କିଲୋଗ୍ରାମ ପଟାସ ସାର ଦେଇ ଜମି ପ୍ରସ୍ତୁତ କରାଯାଇଥାଏ। ଶଙ୍କର ହାତିଆ, ଗିନି ଏବଂ ପାରା ଇତ୍ୟାଦି କାଣ୍ଡ ବା ମୂଳ ଲଗାଯାଇଥାଏ। ଏଥିମଧ୍ୟରୁ ଶଙ୍କର ହାତିଆ, ଗିନି, କଙ୍ଗୋ ସିଗ୍ନାଲ ଇତ୍ୟାଦି ନିଗିଡ଼ା ଜମିରେ ଚାଷ ହେଉଥିବା ବେଳେ ପାରା ତଥା ହ୍ୟୁମିଡିକୋଲା ସନ୍ତସନ୍ତିଆ ଜମିରେ ଚାଷ ହୋଇଥାଏ। ଲଗା ହେବାର 3 ସପ୍ତାହ ପରେ ଏବଂ ପ୍ରତ୍ୟେକ ଅମଳ ପରେ ଏକର ପ୍ରତି 20ରୁ 30 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କଲେ ଅଧିକ ଅମଳ ମିଳିଥାଏ। ପାଖାପାଖି 60 ଦିନରେ ପ୍ରଥମ ଅମଳ ମିଳିଥାଏ ଏବଂ ତାପରେ ପ୍ରତି 45ରୁ 60 ଦିନ ଅନ୍ତରରେ ପ୍ରାୟ 3 ବର୍ଷ ପର୍ଯ୍ୟନ୍ତ ଅମଳ ମିଳିଥାଏ। ସବୁଦିନିଆ ଘାସ ଷ୍ଟାଇଲୋର ମଞ୍ଜି ବୁଣାଯାଇଥାଏ। ଶଙ୍କର ହାତିଆ ଘାସରେ ଅଧିକ ଜଳସେଚନର ଆବଶ୍ୟକତା ଥିବାବେଳେ ଅନ୍ୟ ସମସ୍ତ ଘାସର ସାଧାରଣତଃ ଅପେକ୍ଷାକୃତ ମରୁଡ଼ି ସହଣୀ ଶକ୍ତି ବେଶୀ ଥାଏ। ଶଙ୍କର ହାତିଆ ଘାସ ଲଗାଇବା ପାଇଁ ଏକର ପ୍ରତି 10,000 କାଣ୍ଡ ମୂଳର ଆବଶ୍ୟକତା ରହିଥାଏ। ଏଇଥିରୁ ଏକର ପ୍ରତି 800ରୁ 1000 କୁଇଣ୍ଟାଲ ଅମଳ ମିଳିଥାଏ। ଉନ୍ନତ କିସମର ଶଙ୍କର ହାତିଆ ଘାସ ହେଲା କୋଇମ୍ବାଟୁର 3, କୋଇମ୍ବାଟୁର 4, NB21, BNH10 ଇତ୍ୟାଦି। ଶଙ୍କର ହାତିଆ ଘାସ ଲଗାଇବାର ପ୍ରଣାଳୀ ହେଲା ଧାଡ଼ିକୁ ଧାଡ଼ି 3 ଫୁଟ ବ୍ୟବଧାନରେ ଏବଂ ଗଛକୁ ଗଛ 2.5 ଫୁଟ ବ୍ୟବଧାନରେ ଲଗାଇବା ଉଚିତ। ସେହିଭଳି ଗିନି ଘାସ ଚାଷ ଯଦି କରିବେ, ଏକର ପ୍ରତି 12,000 କାଣ୍ଡ ମୂଳର ଆବଶ୍ୟକତା ରହିଛି। ଏକର ପିଛା ଗିନି 400ରୁ 500 କୁଇଣ୍ଟାଲ ଅମଳ ମିଳିଥାଏ। ଭଲ କିସମମାନଙ୍କ ମଧ୍ୟରେ ରିଭରଷ୍ଟେଲ୍, ହାମିଲ ଇତ୍ୟାଦି ମୁଖ୍ୟ। ଗିନି ଚାଷ କରିବା ପାଇଁ ଧାଡ଼ିକୁ ଧାଡ଼ି 2.5 ଫୁଟ ଏବଂ ଗଛକୁ ଗଛ ବ୍ୟବଧାନ 2 ଫୁଟ ରହିବା ଦରକାର। କଙ୍ଗୋ ସିଗ୍ନାଲ ଏଇଟା ବି ଏକ ସବୁଦିନିଆ ଘାସ। କଙ୍ଗୋ ସିଗ୍ନାଲ ଲଗାଇବା ପାଇଁ 15,000 କାଣ୍ଡ ମୂଳର ଆବଶ୍ୟକତା ଏକର ପିଛା ରହିଛି ଏବଂ ଏକର ପ୍ରତି 300ରୁ 400 କୁଇଣ୍ଟାଲ ଅମଳ ମିଳିଥାଏ। କଙ୍ଗୋ ସିଗ୍ନାଲ ଲଗାଇବା ସମୟରେ ଧାଡ଼ିକୁ ଧାଡ଼ି 2 ଫୁଟ ଏବଂ ଗଛକୁ ଗଛ 2 ଫୁଟ ବ୍ୟବଧାନ ରହିବା ଉଚିତ। ସବୁଦିନିଆ ଘାସ ପାରା ଲଗାଇବା ସମୟରେ 20,000 କାଣ୍ଡ ମୂଳ ଏକର ପିଛା ଆବଶ୍ୟକତା ରହିଥାଏ ଏବଂ 300ରୁ 400 କୁଇଣ୍ଟାଲ ଅମଳ ମିଳିଥାଏ। ଏହାର ଲଗାଇବାର ପ୍ରଣାଳୀ ହେଲା କାଦୁଅ କରି ଏଇଟା ପୋତା ଯାଇଥାଏ। ହ୍ୟୁମିଡିକୋଲା ଘାସ ଚାଷ କରିବା ପାଇଁ ଏକର ପିଛା 25,000 କାଣ୍ଡ ମୂଳର ଆବଶ୍ୟକତା ରହିଛି ଏବଂ ଏକର ପିଛା ଅମଳ 300ରୁ 400 କୁଇଣ୍ଟାଲ ମିଳିଥାଏ। ଏହି ହ୍ୟୁମିଡିକୋଲା ମଧ୍ୟ ପାରା ପରି କାଦୁଅ କରି ପୋତା ଯାଇଥାଏ। କିନ୍ତୁ ଷ୍ଟାଇଲୋ ଚାଷ ଯଦି କରିବେ, ଛଟା ବୁଣା କରି ମଇ ନ ଦେଇ ଏଇଟା ଛାଡ଼ି ଦିଆଯାଇଥାଏ। ଷ୍ଟାଇଲୋ ଘାସ ଚାଷ ପାଇଁ ଏକର ପିଛା 5 କିଲୋଗ୍ରାମ ମଞ୍ଜି ଦରକାର ହୋଇଥାଏ ଏବଂ ଅମଳ ଏକର ପିଛା 200ରୁ 250 କୁଇଣ୍ଟାଲ ମିଳିଥାଏ। ଭଲ ଷ୍ଟାଇଲୋ ଘାସ କିସମ ହେଲା ହମାଟା ଏବଂ ସ୍କାବ୍ରା। ଋତୁକାଳୀନ ଘାସ ଚାଷ ବର୍ଷର ବିଭିନ୍ନ ସମୟରେ ଚାଷ କରାଯାଉଥିବା ଘାସକୁ ଋତୁକାଳୀନ ଘାସ କୁହାଯାଇଥାଏ। ଜୁଆର,
ମକା, ବାଜରା, ବରଗୁଡ଼ି, ଗୁଆଁର, ଡଅଁରାଣୀ ଇତ୍ୟାଦି ବର୍ଷା ଦିନରେ ଚାଷ କରାଯାଉଥିବା ବେଳେ ବର୍ସିମ୍, ଲୁସନ, ଯବଧାନ, ଚାଇନା ସୋରିଷ ଇତ୍ୟାଦି ଶୀତ ଦିନରେ ଚାଷ କରାଯାଇଥାଏ। କିନ୍ତୁ ବର୍ଷା ଦିନରେ ଚାଷ କରାଯାଉଥିବା ସମସ୍ତ ଘାସ ଜଳସେଚନର ସୁବିଧା ଥିଲେ ଖରାଦିନେ ମଧ୍ୟ ଚାଷ କରାଯାଇପାରେ। ଅନ୍ୟ ଚାଷ ପରି 3 ଓଡ଼ ହଳ କରି ଏକର ପିଛା 10 ଶଗଡ଼ ସଢ଼ା ଗୋବର ଖତ ଦେଇ 60 କିଲୋଗ୍ରାମ ସିଙ୍ଗଲ ସୁପର ଫସଫେଟ୍ କିମ୍ବା 30 କିଲୋଗ୍ରାମ DAP ସାର ଏବଂ 15 କିଲୋଗ୍ରାମ ପଟାସ ସାର ଦେଇ ଜମି ପ୍ରସ୍ତୁତ କରାଯାଇଥାଏ। ସମସ୍ତ ଫସଲରେ ବୁଣିବାର 2ରୁ 3 ସପ୍ତାହ ପରେ 20ରୁ 30 କିଲୋଗ୍ରାମ ୟୁରିଆ ସାର ଏକର ପ୍ରତି ପ୍ରୟୋଗ କଲେ ଅଧିକ ଅମଳ ମିଳିଥାଏ। ଯଦି ମକା ଚାଷ କରୁଛନ୍ତି ଏକର ପିଛା 15 କିଲୋଗ୍ରାମ ମଞ୍ଜି ଦରକାର। ଏଥିରୁ ଅମଳ ଏକର ପିଛା 100ରୁ 150 କ୍ୱିଣ୍ଟାଲ ପାଇବେ। ଉନ୍ନତ ମକା କିସମ ମଧ୍ୟରେ ଆଫ୍ରିକାନ ଟଲ୍ J1006 ଇତ୍ୟାଦି ରହିଛି ଏବଂ ଛଟା ବୁଣା କରିବେ। ଅମଳ ସମୟ ହେଲା ମକା ଚଅଁର ବାହାରିବାରୁ ମକାର କ୍ଷୀର ଢୋକିବା ମଧ୍ୟରେ ଅମଳ କରିବା ଦରକାର। ଜୁଆର ସେହିଭଳି ଛଟା ବୁଣା କରାଯାଇଥାଏ ଏବଂ ଏଇଥିପାଇଁ ଏକର ପିଛା 15 କିଲୋଗ୍ରାମ ମଞ୍ଜି ଦରକାର ପଡ଼ିଥାଏ। ଜୁଆର ମଧ୍ୟ ଏକର ପ୍ରତି 100ରୁ 150 କ୍ୱିଣ୍ଟାଲ ଅମଳ ପାଇପାରିବେ। ଉନ୍ନତ କିସମ ଜୁଆର ମଧ୍ୟରେ PC6, PC9, MP ଚେରି ଆଦି ରହିଛି ଏବଂ ଜୁଆର ଅମଳ କରିବାର ସମୟ ହେଲା କେଣ୍ଡା ବାହାରିବାର ସମୟ। ବାଜରା ପାଇଁ ଏକର ପିଛା 4 କିଲୋଗ୍ରାମ ମଞ୍ଜି ଦରକାର ହୋଇଥାଏ ଏବଂ 100ରୁ 150 କ୍ୱିଣ୍ଟାଲ ଏକର ପିଛା ଅମଳ ମିଳିଥାଏ। ଭଲ କିସମମାନଙ୍କ ମଧ୍ୟରେ ରହିଛି ଜାଏଣ୍ଟ ବାଜରା, ରାଜବାଜରା 4-2। ବୁଣିବା ପ୍ରଣାଳୀ ହେଲା ଛଟା ବୁଣା କିମ୍ବା ଧାଡ଼ି ଧାଡ଼ି ଓ ଅମଳ କରିବାର ସମୟ ହେଲା କେଣ୍ଡା ବାହାରିଲେ ଅମଳ କରାଯିବ। ବରଗୁଡ଼ି ସେହିଭଳି ଏକର ପିଛା 15 କିଲୋଗ୍ରାମ ମଞ୍ଜି ଦରକାର ପଡ଼ିଥାଏ ଏବଂ 60ରୁ 80 କ୍ୱିଣ୍ଟାଲ ଏକର ପିଛା ଅମଳ ମିଳିଥାଏ। ଭଲ ବରଗୁଡ଼ି କିସମ ହେଲା ବୁନ୍ଦେଲ ଲୋବିଆ 1, ବୁନ୍ଦେଲ ଲୋବିଆ 2, EC 4216, ରୁଷିଆନ ଜାଏଣ୍ଟ ଇତ୍ୟାଦି। ବରଗୁଡ଼ି ଛଟା ବୁଣା କରାଯାଏ ଏବଂ ଫୁଲ ଫୁଟି ଛୁଇଁ ବାହାରିଲେ ଅମଳ କରାଯାଏ। ଯବଧାନ ପାଇଁ ଏକର ପିଛା 40 କିଲୋଗ୍ରାମ ମଞ୍ଜି ଦରକାର ପଡ଼ିଥାଏ ଏବଂ ଏକର ପିଛା 100ରୁ 150 କ୍ୱିଣ୍ଟାଲ ଅମଳ ହୋଇଥାଏ। ଭଲ ଉନ୍ନତ କିସମ ଯବଧାନ ହେଲା ଓଟ୍ କେଣ୍ଟ RL88 ଏବଂ ବୁଣିବାର 50 ଦିନ ପରେ ଓ ପ୍ରତି 30 ଦିନରେ ଅମଳ କରିବେ। ଏଇଟା ବି ଛଟା ବୁଣା କରାଯାଏ। ବର୍ସିମ୍ ଆଉ ଲୁସନ এই ଦୁଇଟା ଯାକ ପାଇଁ ଏକର ପିଛା 10 କିଲୋଗ୍ରାମ ମଞ୍ଜି ଦରକାର ପଡ଼ିଥାଏ ଏବଂ ଏକର ପିଛା 100ରୁ 150 କ୍ୱିଣ୍ଟାଲ ଅମଳ ହୋଇଥାଏ। ଉନ୍ନତ କିସମର ବର୍ସିମ୍ ହେଲା ମାସ୍କଭି, ବର୍ଜାନ, JB1, JB2 ଇତ୍ୟାଦି। ଛୋଟ ପଟାଳି କରି ଠିଆ ପାଣିରେ ବର୍ସିମ୍ ଛଟା ବୁଣା କରିବେ ଏବଂ ବୁଣିବାର 50 ଦିନରେ ଓ ତାପରେ ପ୍ରତି 30 ଦିନରେ ଅମଳ କରିବେ। ଲୁସନର ଭଲ ଉନ୍ନତ କିସମ ହେଲା ଆନନ୍ଦ 2 RL88। ଏଇଟା ଧାଡ଼ି ଧାଡ଼ି କରି ବୁଣାଯାଏ ଓ ବୁଣିବାର 50 ଦିନ ପରେ ଓ ତାପରେ ପ୍ରତି 30 ଦିନରୁ 45 ଦିନ ଭିତରେ ଅମଳ କରାଯାଏ। ସେହିଭଳି ଚାଇନା ସୋରିଷ ଏକ ଋତୁକାଳୀନ ଘାସ ଏବଂ ଏଇଟା ଏକର ପିଛା 4 କିଲୋଗ୍ରାମ ମଞ୍ଜି ଦରକାର ପଡ଼ିଥାଏ। ଏକର ପିଛା 60ରୁ 80 କ୍ୱିଣ୍ଟାଲ ଅମଳ ହୋଇଥାଏ। ଛଟା ବୁଣା କରାଯାଏ ଏବଂ ବୁଣିବାର 30ରୁ 45 ଦିନ ମଧ୍ୟରେ ଅମଳ କରାଯାଏ। ଖାଦ୍ୟର ଗୁଣାତ୍ମକ ମାନ ଅନୁସାରେ ଘାସକୁ 2 ଭାଗରେ ବିଭକ୍ତ କରାଯାଇଥାଏ। ସମସ୍ତ ତୃଣଜାତୀୟ ଘାସ ଯେମିତି ଶଙ୍କରହାତିଆ, ଗିନି ଏବଂ ପାରା ଇତ୍ୟାଦି ଶସ୍ୟ ଜାତୀୟ ଘାସ ମକା, ଜୁଆର, ବାଜରା ଏବଂ ଯବଧାନ ଇତ୍ୟାଦିରୁ ଅଧିକ ଶ୍ୱେତସାର ମିଳୁଥିବାରୁ ସେସବୁକୁ ଶ୍ୱେତସାର ଜାତୀୟ ଘାସ କୁହାଯାଇଥାଏ। ପୁଷ୍ଟିସାର ଜାତୀୟ ଘାସ ସମସ୍ତ ଛୁଇଁ ଜାତୀୟ ଘାସ ଯଥା ବରଗୁଡ଼ି, ଲୁସନ, ବର୍ସିମ୍, ଗୁଆଁର, ଷ୍ଟାଇଲୋ ଇତ୍ୟାଦିରେ ଅଧିକ ପୁଷ୍ଟିସାର ଥିବାରୁ ଏହାକୁ ପୁଷ୍ଟିସାର ଜାତୀୟ ଘାସ କୁହାଯାଇଥାଏ। ଶ୍ୱେତସାର ଜାତୀୟ ଘାସ ଏବଂ ପୁଷ୍ଟିସାର ଜାତୀୟ ଘାସକୁ 2:1 ଅନୁପାତରେ ମିଶାଇ ଖାଇବାକୁ ଦେବାଟା ସୁଷମ ମିଶ୍ରିତ ସବୁଜ ଗୋଖାଦ୍ୟ କୁହାଯାଇଥାଏ। ସୁଷମ ମିଶ୍ରିତ ଘାସ ଖୁଆଇବା ଦ୍ୱାରା ଦାନା ଖର୍ଚ୍ଚ କମ୍ ହେବା ସହିତ ଗାଈର ସ୍ୱାସ୍ଥ୍ୟ ଏବଂ କ୍ଷୀର ଦେବା ଦକ୍ଷତା ଠିକ୍ ରହିଥାଏ। ଏହାଦ୍ୱାରା 5ରୁ 6 ଲିଟର କ୍ଷୀର ଦେଉଥିବା ଗାଈକୁ ଦାନା ନ ଦେଇ ମଧ୍ୟ ପାଳନ କରିହେବ।
ଗାଈ ଗୋରୁଙ୍କୁ ସୁଷମ ମିଶ୍ରିତ ସବୁଜ ଗୋଖାଦ୍ୟ ଖୁଆଇବାକୁ ହେଲେ ଶ୍ୱେତସାର ଏବଂ ପୁଷ୍ଟିସାର ଜାତୀୟ ଘାସକୁ ଅଲଗା ଅଲଗା ଚାଷ କରି ତାପରେ କାଟି ଆଣି ମିଶାଇ ଖାଇବାକୁ ଦେଇହେବ। ନହେଲେ ଦୁଇ ପ୍ରକାର ମଞ୍ଜିକୁ ବୁଣିଲା ବେଳେ ଏକସଙ୍ଗେ ମିଶାଇ ବୁଣା ଯାଇପାରେ କିମ୍ବା ଦୁଇ ପ୍ରକାର ମଞ୍ଜିକୁ ଅଲଗା ଅଲଗା କରି ଧାଡ଼ି ଧାଡ଼ି ବୁଣିବାକୁ ପଡ଼ିଥାଏ। ବର୍ଷା ଦିନରେ ମକା ବରଗୁଡ଼ି, ଜୁଆର ବରଗୁଡ଼ି, ଜୁଆର ଗୁଆଁର, ଜୁଆର ଡଙ୍ଗରାଣୀ ବୁଣାଯାଇପାରିବ। ସେହିଭଳି ଶୀତ ଦିନରେ ଯବଧାନ ଏବଂ ବର୍ଷିମ, ଯବଧାନ ଏବଂ ଲୁସର୍ନ, ବର୍ଷିମ ଏବଂ ଚାଇନା ସୋରିଷ, ଲୁସର୍ନ ଏବଂ ଚାଇନା ସୋରିଷ ଏକା ସାଙ୍ଗରେ ବୁଣାଯାଇପାରିବ। ସବୁଦିନିଆ ଘାସରେ ଗିନି ଏବଂ ଷ୍ଟାଇଲୋ, କଙ୍ଗୋ ସିଗ୍ନାଲ ଏବଂ ଷ୍ଟାଇଲୋ ଇତ୍ୟାଦି ବୁଣାଯାଇପାରିବ। ବର୍ଷର ସବୁ ସମୟରେ ସବୁଜ ଘାସ ମିଳିନଥାଏ। ଆମ ଦେଶରେ ଖରାଦିନେ 2-3 ମାସ କଞ୍ଚା ଘାସର ଉତ୍କଟ ଅଭାବ ଦେଖାଦେଇଥାଏ। ବର୍ଷା ଋତୁର ଠିକ୍ ପରେ ପରେ ଏବଂ ଶୀତ ଋତୁରେ ଯେତେବେଳେ ପ୍ରଚୁର ପରିମାଣରେ କଞ୍ଚା ଘାସ ମିଳିଥାଏ ତାହାକୁ ସଂରକ୍ଷଣ କରାଯାଇପାରିବ, ଯାହାକି ଅଭାବ ସମୟରେ ଘାସର ବିକଳ୍ପ ରୂପରେ ବ୍ୟବହାର କରାଯାଇପାରିବ। କାରଣ ଏଥିରେ ସବୁଜ ଘାସର ସମସ୍ତ ଗୁଣ ସଂରକ୍ଷିତ ଥାଏ। ଆମ୍ବ ଅଧିକ ହେଲେ ଯେପରି ତାହାକୁ ଆଚାର କରି ମଣିଷ ଖାଦ୍ୟ ରୂପେ ବ୍ୟବହାର କରିଥାଏ ଏବଂ ମାଛ ବଳକା ହେଲେ ଯେପରି ତାହାକୁ ଶୁଖୁଆ ଭାବରେ ସଂରକ୍ଷଣ କରି ବ୍ୟବହାର କରାଯାଏ, ସେହିପରି ବଳକା ଘାସକୁ ଆଚାର କରି ଘାସକୁ ଶୁଖୁଆ ଭାବରେ ସଂରକ୍ଷଣ କରି ରଖିହେବ। ଆମ ରାଜ୍ୟରେ ପ୍ରାକୃତିକ ଦୁର୍ବିପାକ ପ୍ରାୟ ଲାଗି ରହିଥାଏ। ବନ୍ୟା ମରୁଡ଼ି ସମୟରେ ଲୋକଙ୍କ ପାଇଁ ବାହାରୁ ଖାଦ୍ୟ ରିଲିଫ୍ ଆକାରରେ ଚାଲିଆସେ। ମାତ୍ର ପଶୁ ଖାଦ୍ୟ ଅଧିକ ମାତ୍ରାରେ ଆବଶ୍ୟକ ଥିବାରୁ ଏବଂ ଏହାର ପରିବହନ ଖର୍ଚ୍ଚ ଅଧିକ ପଡ଼ୁଥିବାରୁ ସେହି ସମୟରେ ସମସ୍ୟା ଦେଖାଦେଇଥାଏ। ତେଣୁ ଯଦି ଘାସ ସାଇତା ହୋଇପାରିବ ତାହେଲେ ପ୍ରାକୃତିକ ଦୁର୍ବିପାକ ସମୟରେ ପ୍ରଭାବିତ ଗୃହପାଳିତ ପଶୁମାନଙ୍କୁ ତାହା ଯୋଗାଇ ଦିଆଯାଇପାରିବ। ଘାସ ଆଚାର। ଘାସ ଆଚାର ବା ସାଇଲେଜ ଘାସ ସଂରକ୍ଷଣର ଗୋଟିଏ ଉପାୟ। ସବୁଜ ଘାସକୁ ବାୟୁ ଅବସ୍ଥାରେ ରଖାଯାଇ ଘାସ ଆଚାର ପ୍ରସ୍ତୁତ କରାଯାଇଥାଏ, ଯାହାଫଳରେ ଘାସ କଅଁଳ ନରମ ଅବସ୍ଥାରେ ଭବିଷ୍ୟତ ପାଇଁ ସାଇତା ରଖାଯାଇଥାଏ। ଯେଉଁ ଘାସରେ ଅଧିକ ଶ୍ୱେତସାର ଥାଏ ତାହା ଭଲ ସାଇଲେଜ ହୋଇଥାଏ। ମକା, ଜୁଆର, ବାଜରା, ମିଠା ସୁଦାନ, ଗିନି, ଶଙ୍କରହାତିଆ ଏବଂ ଯବଧାନ ଇତ୍ୟାଦି ଘାସ ସାଇଲେଜ ପାଇଁ ଉପଯୁକ୍ତ। ବରଗୁଡ଼ି, ବର୍ଷିମ, ଲୁସର୍ନ, ଗୁଆଁର ଇତ୍ୟାଦି ପୁଷ୍ଟିସାର ଯୁକ୍ତ ଘାସରୁ ଭଲ ସାଇଲେଜ ହୋଇନଥାଏ। ମାତ୍ର ତାହାକୁ ଶ୍ୱେତସାର ଯୁକ୍ତ ଘାସ ସାଙ୍ଗରେ 4 ଭାଗରୁ 1 ଭାଗ ମିଶାଇ ସାଇଲେଜ କରାଯାଇପାରିବ। ଘାସ ମଞ୍ଜି କ୍ଷୀର ଢୋକିଲା ସମୟରେ ସାଇଲେଜ ପାଇଁ ଉପଯୁକ୍ତ ହୋଇଥାଏ। ସାଇଲେଜ ଖଣି ଉଚ୍ଚ ଏବଂ ନିଗିଡ଼ା ସ୍ଥାନରେ ହେବା ଆବଶ୍ୟକ। ଖଣିର ଗଭୀରତା 2 ମିଟରରୁ ଅଧିକ ହେବା ଅନାବଶ୍ୟକ। ଘାସକୁ ଖଣ୍ଡ ଖଣ୍ଡ କରି ପରସ୍ତ ପରସ୍ତ କରି ଖଣିରେ ପକାଯାଇଥାଏ। 1 କୁଇଣ୍ଟାଲ ଘାସ ପାଇଁ 1 କିଲୋଗ୍ରାମ ଲୁଣ ଏବଂ 2 କିଲୋଗ୍ରାମ ରାବ ଗୁଡ଼ର ଆବଶ୍ୟକତା ରହିଛି। ଲୁଣ ଏବଂ ଗୁଡ଼କୁ ପାଣିରେ ମିଶାଇ ଘାସ ଉପରେ ସମାନ ଭାବରେ ଛିଞ୍ଚି ଦିଆଯାଏ। ଘାସ ସ୍ତର ଉପରେ ଭଲ ଭାବରେ କୁନ୍ଦି ସେଥିରୁ ବାୟୁ ବାହାର କରିଦିଆଯାଏ। ଘାସ ନ ପଚିବା ପାଇଁ କଚ୍ଚା ଖଣି ଚାରିପଟେ ଏବଂ ଖଣି ଉପରେ ପଲିଥିନ୍ କିମ୍ବା ଶୁଖିଲା ଘାସ କିମ୍ବା ନଡ଼ା ବିଛାଇ ଦିଆଯାଏ। ସାଧାରଣତଃ ଘାସ ଖଣି ଭିତରକୁ 3 ଭାଗରୁ 2 ଭାଗ ଏବଂ ଖଣି ଉପରକୁ 3 ଭାଗରୁ ଭାଗେ ରଖାଯାଇଥାଏ। ଖଣି ଭର୍ତ୍ତି ହୋଇଗଲେ ତାହାକୁ ପଲିଥିନ୍ରେ ଘୋଡ଼େଇ 3 ବା 4 ଇଞ୍ଚ ମୋଟର ଝୁରା ମାଟି ଦେଇ ଗୋବର ସାହାଯ୍ୟରେ ଲିପି ଦିଆଯାଏ। ଖଣି ଭିତରେ ଆଚାର ହେବା ପାଇଁ 90 ଦିନ ସମୟ ଲାଗେ ଏବଂ 1 ଘନମିଟର ଖଣିରେ 6 କୁଇଣ୍ଟାଲ ପର୍ଯ୍ୟନ୍ତ ଘାସ ରହିପାରେ। ଘାସକୁ କାଟି ଆଣି 2 ବା 3 ଘଣ୍ଟା ଖରାରେ ଝାଉଁଳେଇ ଖଣ୍ଡ ଖଣ୍ଡ କରି ଖଣି ଭିତରେ ପକାଇବା ଉଚିତ। ଖଣି ପୂରଣ କାମ 3 ରୁ 4 ଦିନ ମଧ୍ୟରେ ସାରିଦେବା ଉଚିତ। ଖଣି ଭିତରକୁ ବାୟୁ ଚଳାଚଳ କଲେ ଆଚାର ନଷ୍ଟ ହୋଇଯାଏ। ତେଣୁ ଫାଟ ଦେଖାଗଲେ ତାକୁ ତୁରନ୍ତ ବନ୍ଦ କରିଦେବାକୁ ପଡ଼ିବ। ଖଣିର ଗୋଟିଏ କଡ଼ ଖୋଲି ଆଚାର ବ୍ୟବହାର କରାଯାଇଥାଏ। ଖଣି ଖୋଲିବାର ଅଳ୍ପ ଦିନ ମଧ୍ୟରେ ଆଚାର ଖୁଆଇ ସାରିଦେବା ଭଲ। ସାଇଲେଜ ଖଣିକୁ ବର୍ଷାରୁ ରକ୍ଷା କରିବା ପାଇଁ ତା ଉପରେ ଛପର ବ୍ୟବସ୍ଥା ରଖିବା ଭଲ। ଗୋଟିଏ ଗାଈ ପାଇଁ ଦୈନିକ ଆବଶ୍ୟକ ଥିବା କଞ୍ଚା ଘାସର 4 ଭାଗରୁ 3 ଭାଗ
ସାଇଲେଜ ଦେଲେ ଘାସର ଆବଶ୍ୟକତା ପୂରଣ ହୋଇପାରେ। ପ୍ରଥମରୁ ପେଟ ପୂରା ସାଇଲେଜ ନ ଦେଇ ଅଳ୍ପ ଅଳ୍ପ ଦେଇ ଅଭ୍ୟାସ କଲାପରେ ଗାଈକୁ ଅଧିକ ସାଇଲେଜ ଦିଆଯାଇଥାଏ। କଚ୍ଚା ଖଣି ବ୍ୟତୀତ ପକ୍କା ଖଣି ଏବଂ ପଲିଥିନ୍ ବ୍ୟାଗ୍ରେ ମଧ୍ୟ ସାଇଲେଜ କରାଯାଇଥାଏ। ଶୀତଦିନିଆ ସମସ୍ତ ଘାସ ବର୍ସିମ୍, ଲୁସର୍ନ, ଯବଧାନ, ଚାଇନା ସୋରିଷ ଏବଂ ବର୍ଷାଦିନିଆ ଦୀନନାଥ, ବରଗୁଡ଼ି, ଡଙ୍ଗରରାଣୀ ଇତ୍ୟାଦିରୁ ଭଲ ହେ ପ୍ରସ୍ତୁତ ହୋଇଥାଏ। ମାତ୍ର ମୋଟା କାଣ୍ଡଯୁକ୍ତ ଘାସ ମକା, ଜୁଆର, ବାଜରା ଇତ୍ୟାଦିକୁ ଭଲ ଭାବରେ ଶୁଖାଇ ଖଣ୍ଡ ଖଣ୍ଡ କରି ହେ ଭାବରେ ସଂରକ୍ଷଣ କରାଯାଇପାରେ। ଯେଉଁ ସମୟରେ ଗଛ ଅଧିକ ଖାଦ୍ୟସାର ଯୁକ୍ତ ହୋଇଥାଏ ସେତିକି ବେଳେ କାଟି ରଖିଲେ ଉତ୍ତମ ହେ ହୋଇଥାଏ। ତେଣୁ ଫୁଲ ଉଡ଼େଇବା ସମୟରେ ଘାସ କଟାଯାଇଥାଏ। ଯେଉଁ ସମୟରେ ବାୟୁରେ କମ୍ ଆର୍ଦ୍ରତା ଥାଏ ସେହି ସମୟରେ ଭଲ ହେ ହୋଇଥାଏ। ସକାଳେ କାକର ଛାଡ଼ିବା ପରେ ଘାସକୁ ପାହି ପାହି କରି କଟାଯାଇଥାଏ। 4-5 ଘଣ୍ଟା ଖରା ଖାଇଲା ପରେ ଘାସକୁ ଲେଉଟା ଯାଇଥାଏ। ସନ୍ଧ୍ୟା ସୁଦ୍ଧା 50-75 ଭାଗ ପର୍ଯ୍ୟନ୍ତ ଜଳୀୟ ଅଂଶ ଶୁଖିଯାଇଥାଏ। ତା ପରଦିନ ପୁଣି କାକର ଛାଡ଼ିବା ପରେ ଥରେ ଏବଂ ମଧ୍ୟାହ୍ନ ପରେ ଆଉ ଥରେ ଲେଉଟାଇ ଦେଲେ ଅପରାହ୍ନ ସୁଦ୍ଧା ଘାସର ଜଳୀୟ ଅଂଶ 25 ଭାଗ ତଳକୁ କମିଯିବ। ଏହି ଅବସ୍ଥାରେ ବାନ୍ଧି ଗଦା ମାରି ରଖିଦେଲେ ବର୍ଷସାରା ଗାଈଗୋରୁଙ୍କୁ ତାହା ଖୁଆଇ ହେବ। ଜମିରେ ଶୁଖାଇବା ବ୍ୟତୀତ 3 ପାଦିଆ କାଠ ଷ୍ଟାଣ୍ଡ ଏବଂ ଖୁଣ୍ଟ ପୋତି ଦଉଡ଼ି ବାନ୍ଧି ଘାସ ବିଡ଼ାକୁ ସେଥିରେ ଶୁଖାଇଲେ ଉତ୍ତମ ହେ ପ୍ରସ୍ତୁତ ହୋଇପାରିବ। ଏହି ସମୟରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଯେ ଶୁଖିଲା ଘାସର ରଙ୍ଗ ଯେପରି କଞ୍ଚା ଘାସ ପରି ସବୁଜ ରହିବ। ଘାସର ରଙ୍ଗ ବାଦାମୀ ବା କହରା ହୋଇଗଲେ ସେଥିରେ ସମସ୍ତ ଖାଦ୍ୟଗୁଣ ଅତୁଟ ରହିନଥାଏ। ବିଶେଷ କରି ଖାଦ୍ୟପ୍ରାଣ କ ସେଥିରେ ନଥାଏ। ଘାସକୁ ଶୁଖାଇଲା ବେଳେ ବର୍ଷା ଏବଂ କାକରରେ ଭିଜାଇବା ଅନୁଚିତ। ଘାସ ଭଲ ନ ଶୁଖିଲେ ଅନ୍ତରା ଦହନ ଫଳରେ ଘାସର ରଙ୍ଗ ବାଦାମୀ ହେବା ସହିତ ଉତ୍ତାପ ସୃଷ୍ଟି ହୋଇ ନିଆଁ ମଧ୍ୟ ଲାଗିଯାଇପାରେ। ଶୁଖିଲା ଘାସରେ ଫିମ୍ପି ଲାଗିଲେ ଗାଈଗୋରୁଙ୍କର ସ୍ୱାସ୍ଥ୍ୟ ପ୍ରତି ବିପଦ ଦେଖାଦେଇଥାଏ। ଶୁଖିଲା ଘାସକୁ ଛପର ତଳେ ପବନ ଚଳାଚଳ ସ୍ଥାନରେ ଗଦା ମାରି ରଖିବା ଦରକାର। ଗୋଟିଏ ଗାଈର ଦୈନିକ ଆବଶ୍ୟକତା ଥିବା ଘାସ ଓଜନର 4 ଭାଗରୁ ଭାଗେ ଓଜନର ହେ ଖୁଆଇଲେ ତାହା ଆବଶ୍ୟକତା ପୂରଣ କରିପାରିଥାଏ। ହେକୁ ଖୁଆଇବା ପୂର୍ବରୁ ପାଣିରେ ଭିଜେଇ ଘାସ କଟା ଯନ୍ତ୍ରରେ କାଟି ଖଣ୍ଡ ଖଣ୍ଡ କରି ଖାଇବାକୁ ଦେବା ଉଚିତ। ଘାସ ଚାଷ ପାଇଁ ଚାଷୀ ଭାଇ ଭଉଣୀମାନଙ୍କୁ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ରାଜ୍ୟ ପ୍ରାଣୀ ପାଳନ ବିଭାଗ ତରଫରୁ ମିନିକିଟ୍ ପ୍ରଦର୍ଶନ କ୍ଷେତ୍ର ଯୋଜନା, ସବୁଦିନିଆ ଘାସ ଚାଷ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ସବୁଦିନିଆ ଏବଂ ଋତୁକାଳୀନ ଘାସ ଚାଷ ପାଇଁ ସୁବିଧା ରହିଛି। ଓମ୍ଫେଡ୍ ତରଫରୁ ମଧ୍ୟ ଘାସ ଚାଷ ପାଇଁ ସୁବିଧା ରହିଛି। ଆତ୍ମା ମାଧ୍ୟମରେ ପ୍ରଦର୍ଶନ କ୍ଷେତ୍ର ବିଦ୍ୟାଳୟ ମାଧ୍ୟମରେ ଘାସ ଚାଷ ପାଇଁ ପ୍ରୋତ୍ସାହନ ଦିଆଯାଉଛି। ରାଜ୍ୟ ପ୍ରାଣୀ ପାଳନ ବିଭାଗ ଏବଂ ବେସରକାରୀ ଅନୁଷ୍ଠାନ ମିଳିତ ଉଦ୍ୟମରେ ପରିଚାଳିତ କଲ୍ୟାଣୀ କାର୍ଯ୍ୟକ୍ରମରେ ମଧ୍ୟ ଘାସ ଚାଷ ପାଇଁ ସୁବିଧା ଯୋଗାଇ ଦିଆଯାଉଛି। ଏସବୁର ମୂଳ ଲକ୍ଷ୍ୟ ଯେ ସବୁଜ ଗୋଖାଦ୍ୟ ଖୁଆଇ ଭାଇ ଭଉଣୀ ତାଙ୍କର ଗାଈଠାରୁ କମ୍ ଖର୍ଚ୍ଚରେ ଅଧିକ ଦୁଗ୍ଧ ଉତ୍ପାଦନ କରିପାରିବେ, ଯାହାଫଳରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ସାମାଜିକ ଏବଂ ଅର୍ଥନୈତିକ ଉନ୍ନତି ହୋଇପାରିବ। କୃଷି ପରେ ପ୍ରାଣୀପାଳନ ଆମ ଦେଶର ଲୋକମାନଙ୍କର ଦ୍ୱିତୀୟ ଅବଲମ୍ବନ। ପରିସଂଖ୍ୟାନରୁ ଜଣାଯାଏ ଯେ ଆମ ଦେଶରେ ଯେତିକି ଲୋକ ଅଛନ୍ତି ତାର ପ୍ରାୟ ଅଧାଅଧି ସଂଖ୍ୟାରେ ଅଛନ୍ତି ଆମର ଗୃହପାଳିତ ପ୍ରାଣୀ, ଯେଉଁମାନେ ଚାରଣଭୂମି ଉପରେ ନିର୍ଭର କରି ତାଙ୍କୁ ପାଳନ କରାଯାଏ। ତେଣୁ ଅନ୍ୟ ଭାଷାରେ ଆମେ ଯଦି କହିବା ଯେ ଜନସଂଖ୍ୟା ଆଉ ଗୃହପାଳିତ ପ୍ରାଣୀଙ୍କ ସଂଖ୍ୟା 2 ଆଉ 1, କିନ୍ତୁ ଜମି ବ୍ୟବହାର ଆମେ ଯେତେବେଳେ ଦେଖିବା ଯେ ଲୋକମାନଙ୍କ ପାଇଁ ଅଛି 100ରୁ 96 ଭାଗ, ଆଉ ଏଇ ଗୃହପାଳିତ ପ୍ରାଣୀମାନଙ୍କ ପାଇଁ ଅଛି ମାତ୍ର 4 ଭାଗ। ଚାଷ ଉପଯୋଗୀ ଜମି ଯଦି ଆମେ ହିସାବ କରିବା ଦେଖିବା ମାତ୍ର ଚାଷ ଉପଯୋଗୀ ଜମିର 5% ଭାଗ ବ୍ୟବହାର କରାଯାଉଛି ଆମର ଘାସ ଚାଷ ପାଇଁ। ତେଣୁ ଯେଉଁ କ୍ରମବର୍ଦ୍ଧିଷ୍ଟୁ ଗୃହପାଳିତ ପ୍ରାଣୀଙ୍କର ଯେଉଁ ସଂଖ୍ୟା ବଢ଼ୁଛି, ଦୁଗ୍ଧ ଉତ୍ପାଦନ ପାଇଁ ଆମର ବଜାରରେ ଯେଉଁ ଡିମାଣ୍ଡ ରହିଛି ବା ଚାହିଦା ରହିଛି, ଯେଉଁଠି ଆମର ମୁଣ୍ଡ ପିଛା ପାଖାପାଖି 250 ମିଲିଲିଟର କ୍ଷୀରର ଆବଶ୍ୟକତା ରହିଛି, କିନ୍ତୁ ଉପଲବ୍ଧ ହେଉଛି ପ୍ରାୟ 100ରୁ 150 ମିଲିଲିଟର। ତେଣୁ ଆହୁରି 2 ଗୁଣ ଦୁଗ୍ଧର ଆବଶ୍ୟକତା ରହିଛି ଆମର ବଜାରରେ। ତେଣୁ
प्राणी पालन बा गाई रखा आस्ते आस्ते बढ़ी चली जदि आम घास चाष न करिबा ताले गाई गोरु को कंचा सागुआ गोखाद्य आम जोगे पारानी। बर्तमान जी गोखाद्य उपलब्ध होउची आम देश में सेटा शतकड़ा 50 भाग रु कम आ शुष्क खाद्य जो गुड़िका नड़ा आउ कड़बी आउ फसल अवशिष्टांश जहाँ किसी मिलूँ से सबू शतकड़ा 25 भाग अभाव रही। वैज्ञानिक प्रणाली अवलंबन करी उन्नत अमलक्षम सबुज गोखाद्य बा घास चाष कले आम देश में गोपालन करुवा चाषी भाई मैंने सस्तारे सहजरे सुविधारे दुग्ध उत्पादन करें। घास चाष करी आम देश में जो चाषी भाई मैंने गोपालन कर गाई गोरु को जदि सबुज गोखाद्य जोगे पारे ताहले कम खर्च दुग्ध उत्पादन करें जहाँ फल से सामाजिक और अर्थनैतिक स्थिति सुदृढ़ हो पार।